ଆପଣଙ୍କ ଦ୍ୱାରା ସଂଶୋଧିତ ହେଲେ ମତେ ଖୁବ୍ ଖୁସି ଲାଗିବ। ତେଣୁ ଆପଣ ଟିକେ ସଂଶୋଧନ କରିଦେବେ। ଗଙ୍ଗାଧର କବିତାଟି ପଢିଛନ୍ତି। କାହାକୁ ଅପ୍ରିୟ କଥା କହିବା ତାଙ୍କର ଥିଲା ସ୍ୱଭାବ ବିରୁଦ୍ଧ। ଏବେ ମଧ୍ୟ ଆମେ ମାନେ ଯେଉଁ କାବ୍ୟ କବିତାର ସବୁ ଲେଖାର ପୁସ୍ତକ ଗୁଡ଼ିକର ସବୁ ଭୂମିକା ବା ଅଭିମତ ଲେଖିଦଉ ଉଦାର ଭାବରେ, ଆମେ କେହି ସେ ପ୍ରଶ୍ନ କରିପାରିବା ନାହିଁ। କୋଉ ପ୍ରଶ୍ନ? ଗଙ୍ଗାଧର ଯୋଉ ପ୍ରଶ୍ନ ସେଦିନ କରିଥିଲେ। ଏତେ କୋମଳ ସ୍ୱଭାବ, ଏତେ ବିନମ୍ର ଜୀବନ ଧାରା, ତଥାପି ଗଙ୍ଗାଧର କଣ କହିଥିଲେ ଆଜି ପ୍ରକୃତରେ ତାହା ସ୍ମରଣ ଯୋଗ୍ୟ। ସେ କହୁଛନ୍ତି ଯେ ଆପଣ ଲେଖା ଲେଖି କରୁଥାନ୍ତୁ, ଆଉ ଧୀରେ ଧୀରେ ଲେଖା ପରିମାର୍ଜିତ ହେବ। ସିଏ ତାପରେ କହିଲେ, ଲେଖକ କହୁଛନ୍ତି ଯେ ମୋର ବ୍ୟାକରଣଗତ ଜ୍ଞାନର ଅଭାବ ଅଛି ଆଜ୍ଞା, ତେଣୁ ଯଥାସ୍ଥାନରେ ଯଥୋଚିତ ଶବ୍ଦ ପ୍ରୟୋଗ କରିବା ମୋର ଜ୍ଞାନର ପରିଧି ଭିତରେ ନାହିଁ। ତେଣୁ ଆପଣ କ୍ଷମା କରିବେ ଏବଂ ଟିକେ ସଂଶୋଧନ କରିଦେବେ ସବୁ କିଛି। ଗଙ୍ଗାଧର ତାପରେ କ୍ଷଣେ ନୀରବତା ଅବଲମ୍ବନ କରିଛି। ତାପରେ ତାଙ୍କୁ ବିନମ୍ର କଣ୍ଠରେ କହୁଛନ୍ତି, ଲେଖା ସଂଶୋଧନ ବା ବ୍ୟାକରଣଗତ ଯୋଉ ତ୍ରୁଟି, ସେ ସମ୍ପର୍କରେ ବାସ୍ତବିକ ମୁଁ କୌଣସି କଥା କହୁନାହିଁ। ମୁଁ କେବଳ ଆପଣଙ୍କୁ ଗୋଟିଏ ଭଦ୍ରୋଚିତ ଭାବରେ, ବିନମ୍ର ଭାବରେ ଗୋଟିଏ ଅନୁରୋଧ କରିବି। ହୃଦୟ ଯେତେବେଳେ ନିର୍ମଳ ହୁଏ, ନିର୍ମଳ ହୋଇଯାଏ, କବିତା ଆପେ ଆପେ ସୁନ୍ଦର ହୁଏ। ତେଣୁ ମୋର ଏତିକି ଅନୁରୋଧ ଆପଣଙ୍କୁ ଯେ ଆପଣ ନିଜ ଅନ୍ତଃସ୍ଥଳକୁ ସର୍ବଦା ପବିତ୍ର ଏବଂ ନିର୍ମଳ କରିବାକୁ। ଏତକ କେବଳ। ଏତିକି କହି ସେ ତାଙ୍କୁ କବିତା ଫେରାଇ ଦେଇଛନ୍ତି ଏବଂ ଲେଖକ ତାଙ୍କ ଠାରୁ ବିଦାୟ ନେଇ ଚାଲି ଆସିଛନ୍ତି। ଏତେ ବିନମ୍ର କବି ଜଣେ କବିତା ଲେଖିଛନ୍ତି, ସେ ସଂଶୋଧନ ପାଇଁ ତାଙ୍କ ପାଖକୁ କେତେ ଆଶା ନେଇ ଯାଇଛନ୍ତି। ଗଙ୍ଗାଧର ତାଙ୍କୁ ହତାଶ କରି ଫେରାଇଦେଲେ। କି ସାହସ! ସେ ସାହସ ହଉଛି ଏକ ନୈତିକ ସାହସ, ବିନମ୍ରତାର ସାହସ। ସେ ତାଙ୍କ ଜୀବନ ସାରା এই କଥା ପ୍ରମାଣିତ କରିଛନ୍ତି ଯେ ଜଣେ କବି ଏବଂ କବିତା ଭିତରେ ଯେତେ ଦିନ ପର୍ଯ୍ୟନ୍ତ ଅସାମଞ୍ଜସ୍ୟ ରହିଥିବ, ସେତେ ଦିନ ପର୍ଯ୍ୟନ୍ତ ସେ କବିତା କେବେ ହେଲେ କାହାର ପ୍ରାଣସ୍ପର୍ଶୀ ହୋଇପାରିବ ନାହିଁ। ବ୍ୟକ୍ତି ଓ ଅଭିବ୍ୟକ୍ତି ଭିତରେ ଭିନ୍ନତା ଆଦୌ ବାଞ୍ଛନୀୟ ନୁହେଁ। ଆଚରଣ ଏବଂ ଉଚ୍ଚାରଣ ମଧ୍ୟରେ କୌଣସି ପାର୍ଥକ୍ୟ ଯଦି ଅଛି,
ताहेले ताहा काहाकू आदौ स्पर्श करिबो नाही। तेणु मूल कथा हूची निजको संशोधन करिबा। कविता संशोधन करिवार किछि नाही, लेखा संशोधन करिवार किछि नाही, आपना को संशोधन करिबा। निज अंतर को जेते परिष्कार, जेते परिच्छन्न, जेते निष्कपट जने रखि पारिबे, तांको साहित्य सेतिकी निश्चित भावरे अंतःस्पर्शी होबो। पहिले परा सेति पई कवि तांकर विदुर जो प्रजागर कविता रे विदुर प्रजागर कविता रे कहिले जे गोटे पदरे देखंतु कि चमत्कार अभिव्यक्ति। से कहउचंती सकल तीर्थरे स्नान कले जेउ फल, सकल तीर्थरे स्नान कले जेउ फल, निष्कपट व्यवहार सबुठारु। समस्त तीर्थरे स्नान करले बद्ध कहार पाप धोई होई जाएगा, कहार दुर्गुण धोई होई जाएगा, कहार अहंकार धोई होई जाएगा। नानक मध्य से कथा कहिसंते, सबु संत महापुरुष सेही कथा कहिसंते। तमे जेते तीर्थ भ्रमण कर, जेते पार्वत्य झरणा रे स्नान कर, जेते गंगा स्नान कर, कदापि तमर देह सिना धोई होई जिवो, किंतु आत्मा भितरे अंतर भितरे जो रही कलंक, जो दाग, ताहा प्रकृत धोई होई जीव ना। सेथि पई गोटे अंतः स्नान दरकार, गोटे अंतर्गत पवित्र स्नान आवश्यक। एवं से स्नान टी किपरि हबो सेटा निजे निजको आविष्कार करबा को पड़िबो। केई भाबिबा कथा नुहे जे कहार चरित्रटा पूरा निष्कलंक, संपूर्ण निर्मल, यह आदौ नुहे। समस्तଙ୍କ ମଧ୍ୟରେ କିଛି ନା କିଛି दोष रही, त्रुटि रही, किंतु ताहाको संशोधन करिबार मध्य क्षमता रही। अनुतापर अश्रुरे जेतेबेले चक्षु परिप्लावित हुए, सेतेबेले जड़े मनीषर नवजन्म घटे बोली महात्मा गांधी जो कथा कही, सेही कथा स्मरण योग्य। तेणु सबु कथा चलिबो, दोष त्रुटि सबु चलिबो, किंतु छलना चलिबो ना जीवन रे चलिबो, ना साहित्य रे चलिबो, कौनसी चलिबो, कौनसी ठारे चलिबो ना। जे चालाकी देखेइबो ताकू चिन्हिबा पई बहुत चालाक लोक अछन, जे कविता रे चातुर्य प्रदर्शन करिबो ताकू मध्य धरि देबा पई बहुत लोक अछन। एई तथाकथित पुरस्कार, प्रशंसा, ए सब भिन्न कथा, यार कौनसी यह सहित संपर्क नहीं। किंतु जो माने प्रकृत रे सच्चोट साहित्य साधक, जो माने निज अंतः प्रेरणा रे लेखनी चालना करुछंती, से माने ए समस्त प्रकार क्षुद्रतारू बहुत ऊर्ध्वरे, एवं सेटा ही होची सबुठारू बड़ कथा। आ आज जदि आमे कहिबा एहा ही हेउची गंगाधर जयंतीर, गंगाधरଙ୍କ स्मृति चारणर ये होची बड़ आह्वान। जैसे न कहू किछि कहू नांती, किंतु से एक कथा कहउचंती, तमे जहा ताहा ही लेख। तमे जो कथा तुम हृदय रे भाबुछ,
ତମେ ଯେପରି ସେହିପରି ଭାବରେ ତମେ ପ୍ରତିଫଳିତ ସାହିତ୍ୟ। ମାୟାଧର ମାନସିଂହଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଆମ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ବହୁତ କମ ପଢୁଛନ୍ତି। କେତେ ଜଣ ପଢୁଛନ୍ତି? ଯୋଉଟା ବେଶୀ ଇନଫର୍ମେଟିଭ ତାକୁ ବେଶୀ ସେମାନେ ଅନୁସରଣ କରୁଛନ୍ତି। କିନ୍ତୁ ମାନସିଂହଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଜଣେ ଯଦି ପଢିବେନି, ଗୋଟେ ବାକ୍ୟ ଭିତରେ କେମିତି ବ୍ୟକ୍ତିତ୍ୱ ଫୁଟି ଉଠେ ତାହା କେବେ ହେଲେ ଜାଣିପାରିବେ ନାହିଁ। ମାନସିଂହ ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ଆରମ୍ଭ କରିବା ପୂର୍ବରୁ ଯୋଉ ସୁଦୀର୍ଘ ଲେଖାଟି ପ୍ରସ୍ତୁତ କରିଛନ୍ତି, ତାର ଭୂମିକା ଭାବରେ ସେଠି ଗୋଟେ ସବ୍ ହେଡିଂ ରେ ସେ ଲେଖୁଛନ୍ତି, ସାଲୁଟ କିଏ ପାଏ? ସାଲୁଟ କିଏ ପାଇବା ପାଇଁ ଯୋଗ୍ୟ? ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ସେ ମାତ୍ର 2 ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି। ଜଣେ ହଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର, ଆଉ ଜଣେ ପଠାଣି ସାମନ୍ତ। ସେ କହୁଛନ୍ତି ଯେ ଗଙ୍ଗାଧରଙ୍କ ଜୀବନର ବୈଶିଷ୍ଟ୍ୟ କଣ? ସାଧୁତା ଏବଂ ପ୍ରତିଭାର ସେ ହଉଛନ୍ତି ଅପୂର୍ବ ସମନ୍ୱୟ। କେବଳ ପ୍ରତିଭା ଥିଲା ସେଥିପାଇଁ ଗଙ୍ଗାଧର ଏତେ ମହାନ। ଆଜି ଯୋଉ ଗାଁ ଗାଁରେ ପୁରପଲ୍ଲୀରେ ତାଙ୍କର ଜୟନ୍ତୀ ପାଳନ ହଉଛି, ତାଙ୍କର ଚର୍ଚ୍ଚା ହଉଛି, ସେଥିପାଇଁ ସେ ପ୍ରେରଣା ପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଛନ୍ତି। କାହିଁକି? ତାର କାରଣ ହଉଛି ପ୍ରତିଭାବାନ ଲୋକ ବହୁତ ଅଛନ୍ତି, କିଛି କମ ନାହାନ୍ତି, କିନ୍ତୁ ପ୍ରତିଭା ସହିତ ସାଧୁତାର ସମନ୍ୱୟ এইটা হচ্ছে গঙ্গাধরଙ୍କ ଜୀବନର, ତାଙ୍କ କବିତ୍ୱର ସବୁଠୁ ବଡ଼ କଥା। ତେଣୁ ଆଜିର ଆହ୍ୱାନ ହଉଛି ପ୍ରକୃତରେ ଆମେ ସାଧୁ ହେବା ନା ଅସାଧୁ ହେବା, ଆମେ ନିଷ୍କପଟ ହେବା ନା କପଟତା ପୂର୍ଣ୍ଣ ଆଚରଣ କରିବା, ଆମେ ପ୍ରକୃତରେ ଯାହା ତାହା ହିଁ ଲେଖିବା ନା ଆମେ ଛଳନା କରିବା। କିଛି ମନା ନାହିଁ ଛଳନା କରିବାକୁ, କିନ୍ତୁ ଛଳନା କଲେ ତାହା କାହାକୁ ସେ ଦିନେ 2 ଦିନ 5 ଦିନ ବର୍ଷେ 2 ବର୍ଷ ସିନା କରିପାରେ, ଜଣେ ଛଳନା କରି କାହାକୁ ଆକୃଷ୍ଟ କରିପାରେ, ସବୁଦିନ କେବେ ହେଲେ କରିପାରିବେ ନାହିଁ।